ଟାଟୁ କରି HIV ସଂକ୍ରମଣର ଶିକାର ହୋଇଛନ୍ତି 68 ମହିଳା। ଗାଜିଆବାଦରେ 68 ମହିଳା HIV ସଂକ୍ରମିତ ହେବା ଖବର ମିଳିବା ପରେ ସ୍ୱାସ୍ଥ୍ୟ ବିଭାଗରେ ଚାଞ୍ଚଲ୍ୟ ଖେଳିଯାଇଛି। ସଂକ୍ରମିତ ମହିଳାଙ୍କ ମଧ୍ୟରେ ଗର୍ଭବତୀ ଥିବା ଜଣାପଡ଼ିଛି। ଏହି ମହିଳାଙ୍କୁ ସଂକ୍ରମଣର କାରଣ ଟାଟୁ କରିବା ବୋଲି ଜଣାପଡ଼ିଛି। ଯାଞ୍ଚରୁ ପତ୍ତା ଲାଗିଛି କି 4 ବର୍ଷରେ 68 ମହିଳା HIV ସଂକ୍ରମଣ ହୋଇଛନ୍ତି। ଏଥିରୁ 20 ଜଣ ମହିଳା ରାସ୍ତାକଡ଼ରେ ଥିବା କୌଣସି ପାର୍ଲରରେ ଟାଟୁ କରିଥିଲେ। HIV କାଉନସିଲିଂ ସମୟରେ ଜଣାପଡ଼ିଲା କି ସଂକ୍ରମିତ ମହିଳା ଅସୁରକ୍ଷିତ ଭାବେ ଟାଟୁ କରିବା ଦ୍ୱାରା ସଂକ୍ରମଣ ମାମଲା ବଢ଼ିଛି। ଏବେ ଏମାନେ ସମସ୍ତେ ଏଡସ୍ ସଂକ୍ରମିତ ରହିଛନ୍ତି। ବିନା ଲାଇସେନ୍ସ ପ୍ରାପ୍ତ ଲୋକଙ୍କଠାରୁ ଟାଟୁ କରିବା ବେଳେ ଗୋଟିଏ ଛୁଞ୍ଚିକୁ ବାରମ୍ବାର ଅନେକ ଲୋକଙ୍କ ଟାଟୁ କରିବା ପାଇଁ ବ୍ୟବହାର କରନ୍ତି। ଗୋଟିଏ ଛୁଞ୍ଚିକୁ ବାରମ୍ବାର ବ୍ୟବହାର କରିବା ଯୋଗୁଁ ବ୍ଲଡ ଟ୍ରାନ୍ସଫ୍ୟୁଜନ ହୋଇଥାଏ। ଫଳରେ HIV କିମ୍ବା ହେପାଟାଇଟିସ ଭଳି ସଂକ୍ରମଣ ହୋଇଥାଏ। ଆପଣଙ୍କୁ ପସନ୍ଦ ଆସିଥିଲେ ଲାଇକ୍ କରି ଦିଅନ୍ତୁ, ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ।